ଝାରସୁଗୁଡ଼ାରେ ନବଗଠିତ ସାମାଜିକ ସେବା ସଂଗଠନ ପ୍ରୟାସ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହାର ଯୁବ କର୍ମକର୍ତ୍ତାମାନେ ଏକ ମହତ କାମ କରି ସାଧାରଣରେ ପ୍ରଶଂସିତ ହୋଇଛନ୍ତି। ଝାରସୁଗୁଡ଼ା ସହରର ସର୍ବାହାଲ ବାଇପାସ୍ଠାରେ ଅବସ୍ଥିତ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ଭଗ୍ନ ଗୃହ ମଧ୍ୟରୁ ଜଣେ ବୃଦ୍ଧ ଲୋକଙ୍କୁ ପ୍ରୟାସ ଟ୍ରଷ୍ଟ ଦ୍ୱାରା ଉଦ୍ଧାର କରାଯାଇ ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଇଥିଲା। ଚିକିତ୍ସିତ ହୋଇ ସୁସ୍ଥ ହେଲା ପରେ ସମ୍ବଲପୁର ଜିଲ୍ଲା ଜମିନକିରା ନିବାସୀ ଶ୍ରୀ ମହେନ୍ଦ୍ର ଷଣ୍ଢ ନାମ୍ନୀ ଉକ୍ତ ବୃଦ୍ଧଙ୍କୁ ବସ୍ ଯୋଗେ ପ୍ରୟାସ ଚାରିଟେବୁଲ ସଂସ୍ଥା ପକ୍ଷରୁ ତାଙ୍କ ଘରକୁ ପଠାଇ ଦିଆଯାଇଥିଲା। बिजू तुलन बिजू छक बोले गेली बिजू छक फिर दिन खाना भल नहीं लागला बिजू जिमे गइली फिर पहले आली 2 दिन तक ना सुइली खाना पीना केंद्र को 2 दिन बिस्कुट रखिली और कुछ माने भात ना ना भात बोले पिला मैंने तुमके मेडिकल में हां 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 तुमके पैसा पत्र दे देबे खर्चा बच्चा बस रे बसई देबे हां हला तुमे संबलपुर नु जमीन करे जाई पारबो हां जे जाई पारबो ना और किसी असुविधा ना असुविधा की हमर नंबर ता भी रखिथिबो हमर नंबर ता भी रखिथिबो किसी सुविधा हेले कॉल करबो हां ठीक है सब।